ହ୍ୟାଲୋ ପିଲାମାନେ, ମୁଁ ବିଜୟ କୁମାର ପଣ୍ଡା ସ୍ୱାଗତ କରୁଛି ତୁମ ଚ୍ୟାନେଲ କଣ? ଚ୍ୟାନେଲ ପ୍ରୟୋଗ ଏକାଡେମୀକୁ କଣ କରିବ? ସବସ୍କ୍ରାଇବ କରିଦବ ଏଇ ଚ୍ୟାନେଲକୁ। ଠିକ ଅଛି। କଣ ସାର୍ ଆମେ କଣ ପାଇବୁ ସବସ୍କ୍ରାଇବ କରିଦେଲେ ଆମର ଲାଭ କଣ? ତମେ ପିଲାମାନେ ମୁଁ ଯୋଉ ନେକ୍ସଟ ଭିଡିଓ ଆଣିବି ତମକୁ ସେଇଟା ନୋଟିଫିକେସନ ଆସିଯିବ। ଠିକ ଅଛି। ତମକୁ ୟୁଟ୍ୟୁବ ଜଣେଇ ଦବ ଯେ ଆଉ ଗୋଟେ ସାର୍ କ୍ଲାସ ପଠେଇଛନ୍ତି, ଆଉ ତମେ ଦେଖ ବୋଲି କହିବ। ଲେକିନ ତମେ ଯଦି ସବସ୍କ୍ରାଇବ କରିବନି ମୁଁ ଆହୁରି 100ଟା ଭିଡିଓ କରିଦେଇ ସାରିଥିବି ଏଇ ତମର ବହିର, ଲେକିନ ତମେ ଜାଣିପାରିବନି। ଠିକ ଅଛି ପିଲାମାନେ, ତମେ ଫାଷ୍ଟ ସବସ୍କ୍ରାଇବ କରିଦିଅ। ଆଜି ଗୋଟେ ଗପ ପଢିବା, ଇଂରାଜୀରେ ଗୋଟେ ଗପ ପଢିବା, ଷ୍ଟୋରି ପଢିବା। ଷ୍ଟୋରି ନାଁ କଣ ସାର୍? ଟୁ ଫ୍ରେଣ୍ଡସ୍। କଣ? ଟୁ ଫ୍ରେଣ୍ଡସ୍। ଦେଖ ପିଲାମାନେ, କଣ ଷ୍ଟୋରିର ନାଁ କଣ? ଟୁ ଫ୍ରେଣ୍ଡସ୍, ଟୁ ଫ୍ରେଣ୍ଡସ୍, ଟୁ ଫ୍ରେଣ୍ଡସ୍। ଠିକ ଅଛି। ଓକେ, ଦେଖ ଟୁ ଫ୍ରେଣ୍ଡସ୍। ଏଇଟା ପିଲାମାନେ ଦୁଇଟା ଫ୍ରେଣ୍ଡସ୍, ଇଏ ଗୋଟେ ଫ୍ରେଣ୍ଡସ୍ ଆଉ ଇଏ ଗୋଟେ ଫ୍ରେଣ୍ଡସ୍। ଏଇ ଦୁଇ ଜଣ ବହୁତ ସାଙ୍ଗ। ଠିକ ଅଛି। ଚାଲ ପଢିବା କଣ କହୁଛି। ପିଲାମାନେ ସାଙ୍ଗ ଦୁଇଟାର ନାଁ କଣ? ନାଁ କଣ? ଦେଖ ଜଣଙ୍କର ନାଁ ହଉଛି କଣ? ଲକି ଏଣ୍ଡ କର୍ସ। ପିଲାମାନେ ଜଣଙ୍କର ନାଁ ହଉଛି ଲକି, ଆଉ ଜଣଙ୍କର ନାଁ ହଉଛି କର୍ସ। କଣ? ଆଉ ଜଣଙ୍କର ନାଁ ହଉଛି କର୍ସ। ଦେଖ ଏମାନେ କଣ କରୁଥିଲେ ସାର୍? ଜଣଙ୍କର ନାଁ ହଉଛି ଲକି। ପିଲାମାନେ ଦେଖ ଏଇଟା କଣ ହଉଛି ଏଣ୍ଡ, ଏଇଟା କଣ ଏଣ୍ଡ। ଏଣ୍ଡ ସହିତ କଣ ଏଣ୍ଡ କଣ କରୁଛି? ଯୋଡୁଛି। ଦେଖ ଏଇଟା କଣ ସାର୍? ଲକି। କଣ ଲକି ସାର୍? କଣ ଲକି କୁ ପ୍ଲେ, ଲକି ହଉଛି ଗୋଟେ ନାଉନ ସାର୍। ନାଉନ ପୁଣି କଣ ଗୋଟେ କହିଲେ? ନାଉନ। ପିଲାମାନେ ଯେତିକି ବି ନେମିଂ ୱାର୍ଡ ଅଛି ସେଗୁଡାକୁ କୁହାଯାଏ ନାଉନ। ଯେତିକି ନାଁ ଅଛି, ଠିକ ଅଛି। ଏନି ନେମ୍, ସେ ଗଛର ନାଁ ହଉ, ସେ ଚୌକିର ନାଁ ହଉ, ସେ ବୋତଲର ନାଁ ହଉ, କୋଉ ମଣିଷର ନାଁ ହଉ, କୋଉ ପଶିର ନାଁ ହଉ, ଯାହାର ବି ନାଁ ହଉ, ସେଟା ହଉଛି କଣ? ଲକି। ମାନେ ନାଁ, ଯେତିକି ନାଁ ୱାର୍ଡ ହଉଛି ସବୁତକ ହଉଛି କଣ? ନାଉନ କୁହାଯାଏ ତାକୁ। ଏଇ କର୍ସ ଗୋଟେ ନାଁ, ଆଉ ଗୋଟେ ଲକି ଗୋଟେ ନାଁ, ଦୁଇଟା କ ନାଁ। ସେଥିପାଇଁ ଏଇଟା ହଉଛି କଣ? ନାଉନ। ଦୁଇଟା ନାଉନ କୁ ଯୋଡିଛି ଯିଏ ତାକୁ କଣ କହିବ? କଞ୍ଜକ୍ସନ। ଦୁଇଟା ନାଉନ ୱାର୍ଡ କୁ ଯୋଡିଛି କଞ୍ଜକ୍ସନ। ୱେର। ପିଲାମାନେ ୱେର କଣ ସାର୍? ୱେର ହଉଛି ପିଲେ ପାଷ୍ଟ ଟେନ୍ସ ର। ଏଇଟା କଣ? ହେଲ୍ପିଂ ଭାର୍ବ କୁହାଯାଏ ୱେର କୁ। ୱେର ହଉଛି କଣ? ହେଲ୍ପିଂ ଭାର୍ବ। ଇଏ ହେଲ୍ପ କରିବ। ପିଲାମାନେ ଭାର୍ବ, ମେନ୍ ଭାର୍ବ ଅଛି, ହେଲ୍ପିଂ ଭାର୍ବ ଅଛି, ମଡେଲ ଭାର୍ବ ଅଛି। ମୁଁ ଯୋଉ ଦିନ ଭିଡିଓ ଆଣିବି ସେଇଦିନ କଣ ହବ? ସେଇଦିନ ତୁମେ ଏ ସବୁ ପୁରା କ୍ଲିୟର ହେଇଯିବ। ଠିକ ଅଛି। ଟୁ ଫ୍ରେଣ୍ଡସ୍, ୱେର ଟୁ ଫ୍ରେଣ୍ଡସ୍। ଏମାନେ ୱେର ସାର୍ କଣ? ପ୍ଲୁରାଲ। এটা প্লুরাল, পাস্ট টেন্স ର প্লুরাল। ঠিক ଅଛି। ପ୍ଲୁରାଲ, ପ୍ଲୁରାଲ ଫର୍ମ, ପ୍ଲୁରାଲ। ଠିକ ଅଛି। ଦୁଇ ଜଣ ଯେହେତୁ ଅଛନ୍ତି ପିଲେ ସେଇଠି ପ୍ଲୁରାଲ ଲାଗେ। ଦୁଇ ଜଣ, ତିନି ଜଣ, ଚାରି ଜଣ, ଆଉ ଜଣେ ଯଦି ଅଛି ସିଙ୍ଗୁଲାର ଲାଗେ। ବୁଝିପାରିଲ? ଏଇଠି ଯେହେତୁ କସ୍ ଆଉ ଲକି ଦୁଇ ଜଣ ଅଛନ୍ତି ସେଥିପାଇଁ ୱେର ଲାଗିଲା। ପାଷ୍ଟ ଟେନ୍ସ ରେ ଅଛି ସେଥିପାଇଁ ୱେର ଲାଗିଲା। ଟୁ ଫ୍ରେଣ୍ଡସ୍, ଏମାନେ ହଉଛନ୍ତି ଦୁଇ ଜଣ ସାଙ୍ଗ। ହ୍ୱେନେଭର, ଯେତେବେଲେ। ହ୍ୱେନେଭର ମାନେ ଯେତେବେଲେ। ଦେ ମାନେ ପିଲେ ସେମାନେ। ଦେ ହଉଛି କଣ ସାର୍? ଗୋଟେ ପ୍ରନାଉନ। ଏଇଟା ଦୁଇରୁ ଅଧିକ ଲୋକ ହେଲେ ତା ସାଙ୍ଗରେ, ତା ଜାଗାରେ, ସେଇ ଲୋକମାନଙ୍କ ଜାଗାରେ ବା ସେଇ ପିଲାମାନଙ୍କ ଜାଗାରେ ଲାଗେ, ଦେ ଲାଗେ। ୱେଣ୍ଟ, ସେମାନେ ଗଲେ। ୱେଣ୍ଟ ମାନେ ଯିବା ବା ଗଲେ। ସେମାନେ ଗଲେ କୋଉଠିକି? ଟୁଗେଦର। ସେମାନେ ଟୁଗେଦର ଗଲେ, ଏକାଠି। ଟୁଗେଦର ମାନେ ସେମାନେ ଏକାଠି ଗଲେ। ସେମାନେ କେମିତି ଗଲେ ସାର୍? ସେମାନେ ଗଲେ ଏକାଠି। ଗୋଟେ ମିନିଟ ପିଲାମାନେ, ମୁଁ ଟିକେ କଣ କରୁଛି ନା, ଟିକେ ଖାଲି ମତେ କରିବାକୁ ପଡିବ, ଆଉ ଟିକେ ଏଇଟା କରିବାକୁ ପଡିବ ଛୋଟ। ଠିକ ଅଛି। ଓକେ, ହେଇଗଲା। ଚଲୋ ଦେଖ, 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 ଏଇଟା କଣ ସାର୍? କୋଉଠିକି ଗଲେ ସାର୍? ଏକାଠି ଗଲେ। ଟୁଗେଦର ମାନେ ଏକାଠି। ଦ ଭିଲେଜର୍ସ। ସାର୍ ଭିଲେଜର୍ସ ମାନେ କଣ? ଗ୍ରାମବାସୀ। ଭିଲେଜର୍ସ ମାନେ ଗୋଟେ ଗାଁରେ ଯେମିତି ଯେତିକି ଲୋକ ରହନ୍ତି ସମସ୍ତଙ୍କୁ ଭିଲେଜର୍ସ କୁହାଯାଏ। ମୋକ୍ଟ, ମୋକ୍ଟ ମାନେ ପିଲେ ମଜାକ ଉଡାବାଟା, ମଜାକ ଉଡେଇବା ମାନେ ହସିବା, ଜଣକୁ ଦେଖିକି ହସିବା, ମଜାକ କରିବା। ତାକୁ ତାକୁ ମଜାକ କଲେ। ଏଟ ଦେମ, ସେ ଦୁଇ ଜଣକୁ, ଦୁଇ ଜଣ ଯାକ ପିଲାମାନେ କଣ ହଉଥିଲା? ଦୁଇ ଜଣ ଯାକ ଲକି ଆଉ କର୍ସ ଦୁଇ ଜଣ ଯାକ ରାସ୍ତାରେ ଯାଉଥିଲେ ଏକାଠି। ଦୁଇ ଜଣ ଯାକ କଥା ହେଇ ଯାଉଥିଲେ। ଲେକିନ ଲୋକମାନେ ତାଙ୍କ ଗାଁର ଦେଖିଲେ, ଆଉ ତାକୁ କହିଲେ, ତାକୁ କଣ କହିଲେ? ହସିଲେ ତାକୁ ଦେଖିକିରି, ମଜାକ କଲେ, ମୋକ କଲେ। ଠିକ ଅଛି ପିଲାମାନେ, ଏତିକି ପର୍ଯ୍ୟନ୍ତ ବୁଝିପାରିଲ? ହ୍ୟାଲୋ କଣ କଲି? କଣ କହିଲେ? କଣ କହିକି ମଜାକ କଲେ? ହ୍ୟାଲୋ ଲକି, ଲକି ହ୍ୟାଲୋ, ହ୍ୱାଏ ଆର୍ ୟୁ?
where are you roaming with course roaming ମାନେ ପିଲେ ବୁଲିବା ତୁ roamings ର ତୁ ସରି ତୁ course ର ସହିତ ବୁଲୁଛୁ କାହିଁକି ତାକୁ କଣ କହିଲେ ଲକି କୁ କହିଲେ ସେ ଲୋକ ସେ ଗାଁର ଲୋକମାନେ ତୁ course ର ସହିତ ବୁଲୁଛୁ କାହିଁକି course ଗୋଟେ ଭଲ ପିଲା ନୁହଁ ତ ବୁଲୁଛୁ କାହିଁକି ରେ ମରକଟ ଏମିତି କହିଲେ ଆଉ ତାକୁ ମଜାକ ଉଡେଇକିରି ହେଲା ଠିକ ଅଛି his name is so negative ସେମାନେ କଣ କହିଲେ ଯେ course ର ନାଁ ହଉଛି negative word ଏଇଟା ଭଲ ନୁହଁ ଅଭିଶାପ ପିଲାମାନେ କଣ course ମାନେ ଅଭିଶାପ ୟାର ନାଁ ଟା ଅଖାଡୁଆ ଲାଗୁଛି ଏହାର ସହିତ ମିଶୁଛୁ କାହିଁକି ଭଲ ନା ଯାହାର ତୋ ସାଙ୍ଗ ତାକୁ ତୁ ସାଙ୍ଗ କରୁନୁ ତା ସହିତ ଯାଉନୁ ସେମିତି କହିଲେ କାହାକୁ ଲକି କୁ ସେ କିଏ କହିଲେ ସେଇ ଗାଁର ଲୋକମାନେ ସୋ ମାନେ ପିଲେ ତେଣୁ should be his character ତାପରେ ସେମାନେ କଣ କହିଲେ ତାର କ୍ୟାରେକ୍ଟର ମାନେ ପିଲେ ଚରିତ୍ର ତାର ଚରିତ୍ର ବିଷୟରେ ବଦନାମ କଲେ କାହାର କୋର୍ସ କୋର୍ସ ବିଚରା ଶୁଣିକିରି କିଛି କହିପାରୁନଥାଏ ଛୋଟ ପିଲାଟା ପିଲାମାନେ ଦେଖ ଅଲଦୋ ମାନେ କଣ ଅଲଦୋ ମାନେ ଯଦିଓ ଲକି did not mind this ଯଦିଓ ଲକି ମାଇଣ୍ଡ କଲା ନାହିଁ ଲୋକମାନଙ୍କର କଥାକୁ ସେ ଧରିଲାନି ଲକି ତାକୁ ଧରିଲାନି ଏମିତି ଛାଡିଦେଲା ଆଉ ଗୋଟେ କାନରେ ଶୁଣିଲା ଆର କାନରେ ଛାଡିଦେଲା ଲେକିନ କୋର୍ସ ଫେଲ୍ଡ ଭେରି ବ୍ୟାଡ କୋର୍ସ କଣ କଲା ତାକୁ ବହୁତ ଖରାପ ଲାଗିଲା ବ୍ୟାଡ ମାନେ ଖରାପ ଫେଲ୍ଡ ମାନେ ପିଲେ କଣ FELL ଫେଲ୍ ମାନେ FELL ଫେଲ୍ ମାନେ ପିଲେ କଣ ଅନୁଭବ କରିବା ଫେଲ୍ଡ ମାନେ ଅନୁଭବ କଲା କୋର୍ସ ଅନୁଭବ କଲା ଭେରି ମାନେ ବହୁତ ଅନୁଭବ କଲା କଣ ବ୍ୟାଡ ଫିଲ୍ କଲା ଠିକ ହେଲା ପିଲାମାନେ ବୁଝିଗଲ ଚାଲ ତାପରେ ପିଲାମାନେ ନେକ୍ସଟ କଣ ଅଛି ଆରେ ବାଃ ଖୋଲିଯା ହଁ ଦେଖ ନେକ୍ସଟ କଣ ଅଛି ସାର୍ ନେକ୍ସଟ କଣ ଅଛି ଆରେ ଏଇଟା କଣ ଆସି ଯାଉଛି ଚାଲ ଦେଖ ଏଇଟା କଣ ଦେଖ once କଣ ଏଇଟା once the once ମାନେ ଥରେ when ମାନେ ଯେତେବେଳେ ଲକି when ମାନେ କେତେବେଳେ ହୁଏ ଆଉ ଯେତେବେଳେ ବି ହୁଏ ଥରେ ଯେତେବେଳେ ଲକି ୱାଜ ଆଉଟ ଅଫ ଷ୍ଟେସନ ବୋଲେ ପିଲେ ନିଜ ଗାଁ ବା ନିଜ ସହର ଛାଡିକିରି ଅଲଗା ଜାଗାକୁ ଯିବାକୁ କୁହାଯାଏ ଆଉଟ ଅଫ ଷ୍ଟେସନ I am going to out of station ମୁଁ ଆମ ଗାଁରୁ ବା ଆମ ଷ୍ଟେସନରୁ ବା ଆମ ଗାଁରୁ ବା ଆମ ସହରରୁ ମୁଁ ଯାଉଅଛି his house caught on fire ଯେତେବେଳେ ପିଲାମାନେ କଣ ହେଲା ଲକି ଯାଇଥିଲା ଲକି ଥିଲା ତାର ଘର ଥିଲା ଲକିର ଘର କଣ ହେଇଛି ନା his house caught on fire ତା ଘରେ ନିଆଁ ଲାଗି ଯାଇଛି ସେତେବେଳେ ରାଜୁ କୁଆଡେ ଯାଇଛି ତା ଗାଁ ସହର ଛାଡିକିରି ଅଲଗା ସହରକୁ ଯାଇଛି ଠିକ ଅଛି ପିଲାମାନେ କୋଉ କାମରେ ଯାଇଥିବ ଆଉ ଦ ଭିଲେଜର ସେଇ ଗାଁର ଲୋକମାନେ ୱେର ପିଲାମାନେ କଣ ପାଇଁ ଲାଗିଛି ଜାଣିଛ ପ୍ଲୁରାଲ ଅଛି ଭିଲେଜର୍ସ ଲାଗିଛି ଭିଲେଜର୍ସ ମାନେ ଗାଁର ବହୁତ ଲୋକକୁ ବୁଝାଉଛି ସେଥିପାଇଁ ଏଇଟା ପ୍ଲୁରାଲ ଆଫ୍ରେଡ କହିଲେ ପିଲାମାନେ ଭୟଭୀତ ହବା ସେ ଆଫ୍ରେଡ ହେଇଗଲା କଣ ପାଇଁ ଟୁ ଗୋ ନିୟର ଏଣ୍ଡ quench the fire ଗୋ ମାନେ ଯିବା ନିୟର ମାନେ ପାଖକୁ ଏଣ୍ଡ quench ମାନେ ଲିଭାଇବା ତ ଫାୟାର ମାନେ ନିଆଁ ସେଇ ଗାଁର ଲୋକମାନେ ଭୟଭୀତ ହେଇଗଲେ ଡରିଗଲେ କଣ ପାଇଁ quench କରିବା ପାଇଁ quench କହିଲେ ନିଆଁ ଲିଭାଇବା ପାଇଁ ଫାୟାର ବା ନିଆଁ ଲିଭାଇବା ପାଇଁ ସେମାନେ ଡରିଲେ ସେଇ ଗାଁର ଲୋକମାନେ ଇଟ ୱାଜ ଏହା ଥିଲା ଇଟ ମାନେ ଏହା ୱାଚ ମାନେ ଥିଲା କର୍ସ ର କଣ ଥିଲା ହୁ ପିଲାମାନେ ହୁ କଣ ହୁ ହଉଛି ରିଲେଟ କଲା ଭଳିଆ ପ୍ରୋନାଉନ ଇଏ କଣ କରୁଛି ସାର୍ ଇଏ ରିଲେଟ କରୁଛି ରିଲେଟିଭ ପ୍ରୋନାଉନ କୁହାଯାଏ ପିଲାଙ୍କୁ କାହାକୁ କାହାକୁ ହୁ କୁ ହୁ which that ଏଗୁଡାକୁ କଣ କୁହାଯାଏ ଏଟା ହଉଛି ରିଲେଟିଭ ପ୍ରୋନାଉନ ହୁ ମାନେ କିଏ ହୁ ମାନେ କିଏ ଏଠି କର୍ସ ଅଛି ପିଲେ bravely fought ଦ ଫାୟାର ମାନେ ଲିଭେଇଲା କାହାକୁ ଲିଭେଇଲା ଫାୟାରକୁ ନିଆଁକୁ ଲିଭେଇ ଦେଲା କିଏ କର୍ସ ଏତେ ପର୍ଯ୍ୟନ୍ତ ଯାଇଛି କିଏ ଆସିନି ଲକି ଯାଇଛି ଲକି ଘରରେ ନିଆଁ ଲାଗି ଯାଇଛି ଲିଭଉଛି କିଏ କର୍ସ ଅଛି ତାର ସାଙ୍ଗଟା ନା
ଠିକ ଅଛି, ଦୁଇ ଜଣ ଯାକ ସାଙ୍ଗ ହେଇକି ପଢୁଥିଲେ, ଦୁଇ ଜଣ ଯାକ ସାଙ୍ଗ ହେଇକି ଖେଲୁଥିଲେ, ତାର ସାଙ୍ଗର କାମ କରିବନି? and quench it, quench ମାନେ ଲିଭେଇବା, ସେ ନିଆଁକୁ ଲିଭେଇ ଦେଲା, କିଏ? କର୍ସ ଲିଭେଇ ଦେଲା। ଲେକିନ ତା ଗାଁ ଲୋକ ଦେଖ ଖାଲି ବଡ ବଡ କଥା କହୁଛନ୍ତି, ସେମାନେ କାମକୁ ନୁହଁ। ଠିକ ଅଛି, on his return, ଯେତେବେଳେ ସେ ପିଲେ ରିଟର୍ନ କଲା ମାନେ ଫେରିଲା, ରିଟର୍ନ ମାନେ ଫେରିବା, ସେ ଯେତେବେଳେ ପିଲେ ଫେରିଲା, ଲକି ହାର୍ଡ ଦ ହୋଲ ଷ୍ଟୋରି, ଲକି ସବୁତକ ଷ୍ଟୋରି ଶୁଣିଲା। କାହାର? ଏଇ ଯୋଉ ତା ସାଙ୍ଗ ଯୋଉ କର୍ସ ତାର ଗାଁର ସବୁ ଲୋକ ଡରେଇଲା ବେଲେ ତାର ସାଙ୍ଗ ଯୋଉ ତା ଘର ନିଆଁ ଲିଭେଇ ଦେଇଛି, ସେ ସବୁ ଷ୍ଟୋରି ତାଙ୍କର ଶୁଣିଲା। ଶୁଣିଲା ପରେ କଣ ହେଇଥିବ ପିଲାମାନେ ଭାବିଲ, କର୍ସ ମାନେ ତାର ମନ ଦୁଃଖ ହେଇନଥିବ। ହି ଟୁକ୍ ହିଜ ଫ୍ରେଣ୍ଡସ୍, ଟୁକ୍ ମାନେ ଟେକ୍ ମାନେ ନେବା, ଟୁକ୍ ମାନେ ନେଲା, ସେ ନେଲା ହିଜ ଫ୍ରେଣ୍ଡ ତା ଫ୍ରେଣ୍ଡ କୁ, କର୍ସ ତା ଫ୍ରେଣ୍ଡ ନା କଣ ସାର୍? କର୍ସ କୁ ନେଲା। କୋଉଠିକି? ପ୍ରାଉଡ, କେମିତି ନେଲା? ପ୍ରାଉଡଲି ନେଲା ପିଲେ, ଗର୍ବ ସହକାରେ ନେଲା। ଠିକ ଅଛି, ଏଣ୍ଡ ଆଉ କଣ କଲା ସାର୍? ସେଡ୍ କହିଲା, କାହାକୁ କହିଲା? ଟୁ ଦ ଭିଲେଜର୍ସ, ସେ ଗାଁର ଲୋକମାନଙ୍କୁ କହିଲା। କଣ କହିଲା ସାର୍? କେମିତି କହିଲା? ଲୁକ୍ ଏଟ୍, କଣ କହିଲା? ଲୁକ୍ ଏଟ୍, ଦେଖ, ଲୁକ୍ ଏଟ୍ ମାନେ ପିଲେ ଦେଖିବା। କାହାକୁ ଦେଖ? ହୁ ପିଲେ ଦେଖ, ଏଇଟା କଣ? ରିଲେଟିଭ ପ୍ରୋନାଉନ, ରିଲେଟ କରୁଛି। ହୁ ଲୁକ୍ ଏଟ୍, ଦେଖ, ହୁ କାହାକୁ ଦେଖିବୁ? ଗାଁ ଲୋକେ କାହାକୁ ଦେଖିବେ? ସେ କହୁଛି କି ସେଭ୍ ମାଇ ହାଉସ, ଯିଏ ମୋର ଘରକୁ ସେଭ୍ କରିଛି। ହୁ ମାନେ ଯିଏ, ଯିଏ କିମ୍ବା କିଏ, ଅଲଗା ଅଲଗା ଜାଗାରେ କିଏ ହୁଏ, ଏଠି ଯିଏ। ଲୁକ୍ ଏଟ୍ ଦେଖ, ଯିଏ ମୋ ଘରକୁ କଣ କରିଛି? ସେଭ୍ କରିଛି। ସେଭ୍ ମାନେ ପିଲେ ରକ୍ଷା କରିବା, ସୁରକ୍ଷା ଦେଇଛି ଯିଏ। ଠିକ ଅଛି, ତାକୁ ଦେଖ ବୋଲି ସେ ଗର୍ବର ସହିତ କହୁଛି। କିଏ? ଲକି କହୁଛି, କାହାକୁ ନେଇକିରି? ତାର ସାଙ୍ଗ କର୍ସକୁ ଦେଖେଇକିରି ଗାଁ ଲୋକମାନଙ୍କୁ। ଠିକ ଅଛି ପିଲାମାନେ, ଇଟ୍ ଇଜ କର୍ସ ମାଇ ଫ୍ରେଣ୍ଡ, ଏହା ହଉଛି ମୋର ସାଙ୍ଗ କର୍ସ, ୟାର ନାମ କଣ? କର୍ସ। ହ୍ୱାଟ ଇଜ ଇନ ଦ ନେମ୍, ୟାର ନାଁ କଣ? କର୍ସଟି, ୟାର ନାଁ କର୍ସ ହେଲା କଣ? ମାନେ କାମ କଣ? କାମ ବଢିଆ କାମ କରିଛି, ଖାଲି ନାଁ ଟା ସିନା ସୁନ୍ଦରିଆ, ଲେକିନ ତାର କାମ ଭଲ। ଇଟ୍ ଇଜ ଇନ ଦ କ୍ୟାରେକ୍ଟର, ଏଇଟା ହଉଛି ତାର ଚରିତ୍ର। ନାଁ ରେ କଣ ଅଛି ପିଲାମାନେ? ନାଁ ରେ କିଛି ନାହିଁ ନା, କାହାକୁ ନାଁ ଧରିକି ଘୃଣା କରିବା କଥା ନୁହଁ। କାହାର ନାଁ ବାପା ମା ଦେଇଛନ୍ତି, ଖରାପ ନାଁ ହେଇଯାଇଛି, ମାନେ ଭଲ ଶୁଭା ଯାଉନି କାନକୁ, ଠିକ ଅଛି, କଣ ଅଛି ସେଥିରେ? ନାଁ ରେ କଣ ଅଛି? ଲୋକଟା ଭଲ ହେଲେ ହେଲା, ନାଇଁ କି ପିଲାମାନେ? ଠିକ, ଓକେ, ତୁମେ ମାନେ ବି ସେଇଭଳିଆ ହବ। କର୍ସ ର ନାଁ, ଯାହାର ନାଁ ଅଛି ସେ ମନ ଦୁଃଖ କରିବନି। ଖରାପ ନାଁ ଯାହାର, ତମକୁ ଯଦି ନିଜକୁ ଖରାପ ଲାଗୁଛି କି ମୋ ନାଁ ଭଲ ନାହିଁ ବୋଲି। ଠିକ ଅଛି ପିଲାମାନେ, ଓକେ। that that character, that some is good or evil, ତାର ଏହା କଣ କହୁଛି? ଏଟା କହୁଛି କର୍ସ କୁ ଦେଖେଇକିରି କହୁଛି କି ଗାଁ ଲୋକଙ୍କୁ, କିଏ କିଏ କହୁଛି? ଲକି କହୁଛି କି ମାନେ ସବୁ ହେଲା ମଣିଷର କ୍ୟାରେକ୍ଟର, ନାଁ ରେ କିଛି ନଥାଏ। ତାର ଗୁଡ, ସେ ଗୁଡ ନା ସେ ଇଭେଲ, ସେ ଇଭେଲ ମାନେ ରାକ୍ଷସ, ସେ ଭଲ, ସେ ଗୁଡ ବୟ ନା ଗୋଟେ ରାକ୍ଷସଟେ, ସେଟା କାହାଠୁ ଜଣା ପଡେ? ଡୋଣ୍ଟ ଏଭର ଇଭାଲୁଏଟ, ଇଭାଲୁଏଟ ମାନେ ପିଲେ ପରୀକ୍ଷା କରିବା। ତୁମେ ପରୀକ୍ଷା କରିକି କହିପାରିବନି ଯେ ନାଁ କୁ ଦେଖିକି ପର୍ସନ ବାଇ ନେମ, ଗୋଟେ ଜଣେ ପର୍ସନ ର ନାଁ କୁ ଦେଖିକି ତୁମେ କେବେ ବି ସେ ଭଲ କି ଖରାପ କହିବନି। ମନେକର ତାର ନାଁ ଖରାପ, ଦେଖିକି ସେ କାମ ତ ଭଲ କରୁଛି ନା, ଆମକୁ ନାଁରେ କଣ ଅଛି ପିଲାମାନେ, ନାଇଁ କି? ଆମେ ତାର ଫାଷ୍ଟରେ କେମିତି ଭଲ, ଜଣକୁ ଭଲ କିମ୍ବା ଖରାପ କେମିତି କହିବା? ଯଦି ତାର କ୍ୟାରେକ୍ଟର ଭଲ ଥିବ, ତାହେଲେ ତାକୁ ଆମେ ଭଲ ଲୋକ କହିବା, ଯଦି କ୍ୟାରେକ୍ଟର ଖରାପ ଥିବ, ତାକୁ ଆମେ ଖରାପ ଲୋକ କହିବା। ଲେକିନ ପିଲାମାନେ, ନେମ୍ ଡୋଜ ନଟ୍, ଏଟା ମୋରାଲ କଣ ଆମେ ଶିଖିଲେ? ନେମ୍ ଡୋଜ ନଟ୍ ରିଫ୍ଲେକ୍ଟ କ୍ୟାରେକ୍ଟର, ନେମ୍ କେବେ ବି ରିଫ୍ଲେକ୍ଟ କରେନି କ୍ୟାରେକ୍ଟରକୁ ପିଲାମାନେ, ବୁଝିଲ ନା? ହଁ, କ୍ୟାରେକ୍ଟର ରେ ସବୁ କିଛି। ତୁମେ ବି ସେଇଭଳିଆ ଭଲରେ ପାଠ ପଢ, ବଡ ମଣିଷ ହୁଅ। ଠିକ ଅଛି ପିଲାମାନେ, ଭଲ ମଣିଷ ହୁଅ। ଆଉ ଏଇ ନାଁ ଟା କାହାକୁ ଏମିତି ଗାଁ ଲୋକ ଯେମିତି କର୍ସ କୁ କହୁଥିଲେ କି ତୋ ନାଁ ଟା ଅସୁନ୍ଦରିଆ ନାଁଟେ, ତୋ ସାଙ୍ଗରେ କେହି ମିଶିବା କଥା ନୁହେଁ, ଏମିତି କହୁଥିଲେ, ତୁମେ ବି କାହାକୁ ମନ ଦୁଃଖ କରେଇବ ନାହିଁ କହିକିରି। ଠିକ ଅଛି ପିଲାମାନେ, ଚାଲ ଏବେ ଆମେ କଣ କରିବା? ଏବେ ଆମେ ଏବେ ଆମେ ରହିବା ଆଜି ପାଇଁ ଏତିକି ପିଲାମାନେ। ନେକ୍ସଟ ରେ ପୁଣି ଏଇ ଦେଖ, ମୁଁ ଏଇ ଭଳିଆ ମାନେ ଷ୍ଟୋରି ଆଣୁଛି କାହିଁକି? ତମର ଇଂଲିଶ ନଲେଜ ବଢିବ, ତମର ଏଇଠି କଣ ମୋରାଲ ବି ପାଇବ, ଗୋଟେ କିଛି ଜ୍ଞାନ ପାଇଲ ନା ନାଇଁ ଏ ଷ୍ଟୋରିରୁ? ଜ୍ଞାନ ପାଇଲ,
ତାପରେ ତୁମେ ୱାର୍ଡ ମିନିଂ କିଛି କିଛି ଜାଣିଗଲ ସବୁ ଟିପି ନିଅ ଖାତାରେ ଲେଖିଦିଅ ହେଲା। ତାପରେ କଣ କରିବ କଣ ପାଇବ ସାରେ ତାପରେ କଣ ପାଇବୁ ସାରେ ଆମେ ତାପରେ ତୁମେ ଗ୍ରାମାର କେତେ ଜାଣିଗଲ କେତେ ୱାର୍ଡ ମିନିଂ ଜାଣିଗଲ ଦେଖ ଏମିତି ଏମିତି ଖାଲି ଗୋଟେ ଗୋଟେ ଷ୍ଟୋରି ଦିନକୁ ଶୁଣିବ 3 ମାସ ବେଳକୁ ତମର ଇଂଲିଶ କିଛି ନାହିଁ ତମକୁ ସାହିତ୍ୟ ଭଳିଆ ଲାଗିଯିବ ଠିକ ଅଛି ପିଲାମାନେ ଓକେ ଲେକିନ ତୁମେ କଣ କରିବ ଏବେ ସବସ୍କ୍ରାଇବ କରିଦବ ଯଦି କରିନ ସବସ୍କ୍ରାଇବ କରିଦବ ଯଦି କରିଦେଇଛ ଠିକ ଅଛି ଆଉ ଭିଡିଓକୁ କଣ କରିବ ଲାଇକ୍ କରିଦବ ବୁଝିଲ ପିଲାମାନେ ରହିଲି ବାଏ ବାଏ